ରାସ୍ତାରେ ଏକାଠି ବୁଲୁଛନ୍ତି ଅପରାଜିତା ମହେଶ୍ୱତା। ଗୋଟିଏ ସ୍କୁଟି ହାତରେ ଅଛି, ଆଉ ଦୁଇ ଜଣ ପ୍ରଥମ ଥର ଶାଢ଼ୀ ପିନ୍ଧି ସ୍କୁଟି ଚଲାଉଛନ୍ତି। ସ୍କୁଟିରେ ବୁଲିଥିବାର ନଜର ଆସିଛନ୍ତି। ତା ସହିତ ଏକ ବହୁତ ବଡ଼ ଖୁସି ଖବର ମଧ୍ୟ ସମସ୍ତଙ୍କୁ ଦେଇଛନ୍ତି। ତେବେ କେଉଁ ଜାଗାରେ ଆଉ କାହିଁକି ଏକାଠି ଅପରାଜିତା ଏବଂ ମହେଶ୍ୱତା ସ୍କୁଟିରେ ବୁଲୁଛନ୍ତି, ପ୍ରକୃତରେ ଏହା ପଛରେ କ'ଣ ଥିଲା ଅସଲ କାରଣ, ସବୁକିଛି ବିଷୟରେ ଡିଟେଲ୍ସ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ସହିତ କେଉଁ ଜାଗାରେ ସେ ବୁଲୁଥିଲେ ଏବଂ ଫ୍ୟାନ୍ମାନଙ୍କୁ ସେ କ'ଣ କହୁଛନ୍ତି, ସବୁକିଛି ଜାଣିବା ପୂର୍ବରୁ ଯେଉଁମାନେ ପ୍ରକୃତରେ ପ୍ରଥମ ଥର ଏମିତି ମହେଶ୍ୱତା ଏବଂ ଅପରାଜିତାଙ୍କୁ ଏକାଠି ସ୍କୁଟିରେ ଦେଖି ପସନ୍ଦ କରୁଛନ୍ତି, ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ତାଙ୍କର କେଉଁ ଚଳଚ୍ଚିତ୍ର ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ଅପରାଜିତା ମହାନ୍ତି, ମହେଶ୍ୱତା ରାୟ ଦୁଇ ଜଣ ବର୍ତ୍ତମାନ ସମୟରେ ସ୍କୁଟିରେ ବୁଲୁଥିବାର ନଜର ଆସିଛନ୍ତି। ବ୍ଲୁ କଲର ସ୍କୁଟି, एक्टिवा स्कूटी से चलाउछंती। आपनमाने मध्य निश्चित भाବରେ ଏହି ଭିଡ଼ିଓର ସ୍କ୍ରିନ୍ରେ ଦେଖିବାକୁ ପାଇଯାଇଥିବେ। ଅପରାଜିତା ସ୍କୁଟି ଚଲାଉଛନ୍ତି ଏବଂ ମହେଶ୍ୱତା ରାୟ ତାଙ୍କ ପଛପଟେ ବସିଛନ୍ତି। ହେଲମେଟ୍ ପିନ୍ଧିଛନ୍ତି, ଯେହେତୁ ସ୍କୁଟି ଚଲାଇବା କିମ୍ବା ବାଇକ୍ ଚଲାଇବା ବେଳେ ହେଲମେଟ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ହେଲମେଟ୍ ପିନ୍ଧିଛନ୍ତି, ସରକାରଙ୍କର ନିୟମକୁ ପାଳନ କରୁଛନ୍ତି ଏବଂ ସ୍କୁଟିରେ ବଜାର ଭିତରେ ବୁଲୁଛନ୍ତି। ଆପଣମାନେ ମଧ୍ୟ ଯେଉଁ ଭିଜୁଆଲକୁ ନିଶ୍ଚିତ ଭାବରେ ଏହି ଭିଡ଼ିଓରେ ଦେଖିବାକୁ ପାଇଯାଇଥିବେ, ମହେଶ୍ୱତା ଅପରାଜିତାଙ୍କ ପଛରେ ବସିଛନ୍ତି ଏବଂ ଯେଉଁ ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେବା ଲାଗିଛି। ଆପଣମାନେ ପ୍ରଥମ ଥର ଏମିତି କିଛି ଦୃଶ୍ୟ ଦେଖିବାକୁ ଯାଉଛନ୍ତି ଯେଉଁଥିରେ କି ଅପରାଜିତା ଏବଂ ମହେଶ୍ୱତା ଏକାଠି ଗୋଟିଏ ସ୍କୁଟିରେ ରାସ୍ତାରେ ପବ୍ଲିକରେ ବୁଲୁଛନ୍ତି। ତେବେ ଆପଣମାନଙ୍କୁ ଅପରାଜିତା ଏବଂ ମହେଶ୍ୱତାଙ୍କର ଅଭିନୟ କେତେ ମାତ୍ରାରେ ପସନ୍ଦ ଆସେ, ଏହି ଯୋଡ଼ି ଆପଣମାନଙ୍କୁ ପସନ୍ଦ ଆସେ କି ନାହିଁ, ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇପାରିବେ।